ଭଗବାନ ଶିବ କହିଛନ୍ତି, ଦାରିଦ୍ର୍ୟରୁ ମୁକ୍ତି ପାଇବାକୁ ଏହି 3ଟି କଥା କାହାକୁ କୁହନ୍ତୁ ନାହିଁ। ନମସ୍କାର ସାଙ୍ଗମାନେ, ଆଜି ଆମେ ଜାଣିବା ଭଗବାନ ଶିବଙ୍କ ଏକ ଗଭୀର ଶିକ୍ଷା ବିଷୟରେ। କୁହାଯାଏ, ମଣିଷର କିଛି ବ୍ୟକ୍ତିଗତ କଥା ଯଦି ସବୁଠାରେ ପ୍ରଚାର କରାଯାଏ, ତେବେ ତାହା ତାଙ୍କ ପ୍ରଗତି ଓ ସୁଖରେ ବାଧା ସୃଷ୍ଟି କରିପାରେ। ଆଜିର ଏ କାହାଣୀରେ ଆମେ ଜାଣିବା ସେହି 3ଟି କଥା ବିଷୟରେ, ଯାହାକୁ ସଦା ବିବେକ ସହିତ ଗୋପନ ରଖିବା ଉଚିତ। ତେବେ ଚାଲନ୍ତୁ ଆରମ୍ଭ କରିବା। ପୁରାତନ କାଳରେ ଜଣେ ଯୁବକ ଥିଲେ। ସେ ବହୁତ ପରିଶ୍ରମ କରୁଥିଲେ, କିନ୍ତୁ ଜୀବନରେ ସଫଳତା ପାଉନଥିଲେ। ଦିନେ ସେ ଜଣେ ଜ୍ଞାନୀ ସାଧୁଙ୍କ ପାଖକୁ ଗଲେ ଓ ପଚାରିଲେ, ମହାରାଜ, ମୁଁ ଏତେ ପରିଶ୍ରମ କରୁଛି, ତଥାପି ମୋ ଜୀବନରେ ଅଭାବ କାହିଁକି? ସାଧୁ ହସି କହିଲେ, ପୁତ୍ର, ପରିଶ୍ରମ ସହିତ ବିବେକ ମଧ୍ୟ ଦରକାର। ଭଗବାନ ଶିବଙ୍କ ଏକ ଶିକ୍ଷା ମନେ ରଖ। ପ୍ରଥମ କଥା, ନିଜର ଦୁର୍ବଳତା। ସାଧୁ କହିଲେ, ନିଜର ସବୁ ଦୁର୍ବଳତା ସମସ୍ତଙ୍କୁ କହିବା ଉଚିତ ନୁହେଁ, କାରଣ ଭୁଲ ଲୋକ ତୁମର ଦୁର୍ବଳତାର ଫାଇଦା ଉଠାଇ ପାରନ୍ତି। ବିଶ୍ୱାସଯୋଗ୍ୟ ବ୍ୟକ୍ତିଙ୍କ ସହ ପରାମର୍ଶ କରିବା ଭଲ, କିନ୍ତୁ ପ୍ରତ୍ୟେକଙ୍କ ସହ ନୁହେଁ। ନମ୍ବର 2, ଦ୍ୱିତୀୟ କଥା, ଭବିଷ୍ୟତ ଯୋଜନା। ସାଧୁ କହିଲେ, ତୁମର ପ୍ରତ୍ୟେକ ବଡ଼ ଯୋଜନାକୁ ପୂର୍ବରୁ ସମସ୍ତଙ୍କୁ କହିବା ଠିକ୍ ନୁହେଁ। ପ୍ରଥମ କାମ କର, ପରେ ଫଳ ଦେଖାଅ। ଅନେକ ସମୟରେ ଅଧିକ ଚର୍ଚ୍ଚା କାର୍ଯ୍ୟରୁ ଧ୍ୟାନ ହଟାଇ ଦେଇଥାଏ। ନମ୍ବର 3, ତୃତୀୟ କଥା, ଦାନ ଓ ସତ୍କର୍ମ। ସାଧୁ କହିଲେ, ଯଦି ତୁମେ କୌଣସି ଭଲ କାମ କରୁଛ କିମ୍ବା କାହାକୁ ସାହାଯ୍ୟ କରୁଛ, ତାହାକୁ ଗର୍ବର ସହ ପ୍ରଚାର କରିବା ଉଚିତ ନୁହେଁ। ସତ୍ୟ ସେବା ସେଇଠି ଯେଉଁଠାରେ ନମ୍ରତା ଥାଏ। ଯୁବକଟି ସେହି ଶିକ୍ଷାକୁ ନିଜ ଜୀବନରେ ପ୍ରୟୋଗ କଲା। ଧୀରେ ଧୀରେ ତାଙ୍କ ଆତ୍ମବିଶ୍ୱାସ ବଢ଼ିଲା, କାମରେ ସଫଳତା ଆସିଲା ଓ ଜୀବନ ସୁଖମୟ ହେଲା। ଯଦି ଏହି କାହାଣୀଟି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟରେ ଲେଖନ୍ତୁ, ହର ହର ମହାଦେବ ପ୍ରଭୁ। ଧନ୍ୟବାଦ।